आपणमानଙ୍କ ପାଇଁ ସବୁଠୁ ବଡ଼ ଖबर ଯାହାକି ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ଠିକ୍ ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କିଷାନ ସମ୍ମାନ ନିଧି ଯୋଜନା ଫାଇଲରେ ପ୍ରଥମ ଦସ୍ତଖତ କରିଛନ୍ତି। ଦେଶର ଚାଷୀଙ୍କୁ ମିଳିବ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର 17ତମ କିସ୍ତି। ମୋଦିଙ୍କର ଏହି ନିଷ୍ପତ୍ତି ପରେ 10 କୋଟି ଚାଷୀ ଉପକୃତ ହେବେ ଏବଂ 30 ଲକ୍ଷ ଚାଷୀଙ୍କୁ ପ୍ରାୟ 20,000 କୋଟି ଟଙ୍କା ମିଳିବ। ଚାଷୀଙ୍କ କଲ୍ୟାଣ ମୋଦି ସରକାରଙ୍କର ଗୁରୁ ଦାୟିତ୍ୱ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଫାଇଲରେ ଦସ୍ତଖତ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ କୃଷକଙ୍କ କଲ୍ୟାଣ ପାଇଁ ସରକାର ପ୍ରତିବଦ୍ଧ, କୃଷକଙ୍କ କଲ୍ୟାଣ ପାଇଁ ଯଥାସମ୍ଭବ କାର୍ଯ୍ୟ କରୁଛନ୍ତି। ତେବେ ସରକାର କ୍ରମାଗତ ଭାବରେ ଏହା ଉପରେ କାର୍ଯ୍ୟ କରୁଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ଏହା ଜାରି ରଖିବ। ଏହା ପୂର୍ବରୁ ଫେବୃଆରୀରେ ପ୍ରଧାନମନ୍ତ୍ରୀ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଦେଶର କୋଟି କୋଟି ଚାଷୀଙ୍କୁ 16ତମ କିସ୍ତି ଜାରି ହୋଇଥିଲା। ତେବେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର କେନ୍ଦ୍ର ସରକାରଙ୍କର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକମାନଙ୍କୁ ବାର୍ଷିକ 6,000 ଟଙ୍କା ସହାୟତା ଯୋଗାଇ ଦିଆଯାଉଛି। 2,000 ଟଙ୍କା ଲେଖାଏଁ 3ଟି କିସ୍ତିରେ କୃଷକଙ୍କ ବ୍ୟାଙ୍କ ଖାତାକୁ ଯାଉଛି। ଏହି ଯୋଜନାରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦି। ତେବେ ଶପଥ ନେବା ପରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଉ ବିଧିବଦ୍ଧ ଭାବେ ତୃତୀୟ ପାଳିର ପ୍ରଥମ ଦିନରେ ଚାଷୀଙ୍କ ପାଇଁ ଦସ୍ତଖତ କରିଛନ୍ତି। 2019 ସାଧାରଣ ନିର୍ବାଚନର କିଛି ଦିନ ପୂର୍ବରୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ପ୍ରତି ଚାଷୀଙ୍କ ଆକାଉଣ୍ଟକୁ 16ଟି କିସ୍ତିରେ 2,000 ଟଙ୍କା ଲେଖାଏଁ ପଠାଇ ସାରିଛନ୍ତି ସରକାର। ଚାଷୀ ଓ ଚାଷର ଉନ୍ନତି ପାଇଁ ଆଗକୁ କାମ ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଜୁନ୍ ମାସର ଶେଷ ସପ୍ତାହ କିମ୍ବା ଜୁଲାଇ ମାସର ପ୍ରଥମ ସପ୍ତାହରେ 17ତମ କିସ୍ତି ଯୋଗ୍ୟ କୃଷକଙ୍କ ଆକାଉଣ୍ଟକୁ ପଠାଯିବ। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ସରକାରଙ୍କର ଏକ ଉଚ୍ଚାଭିଳାଷୀ ଯୋଜନା, ଯାହାକୁ ନିଜେ ପ୍ରଧାନମନ୍ତ୍ରୀ ମୋଦି ତଦାରଖ କରୁଛନ୍ତି। ତେଣୁ ଏହି ଯୋଜନାରେ ଠକେଇକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ। ଆପଣମାନେ ଏହି ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଟଙ୍କା ପାଉଛନ୍ତି କି ନାହିଁ କମେଣ୍ଟ ବକ୍ସରେ କମେଣ୍ଟ କରିକି ଜଣାଇବେ। ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଦସ୍ତଖତ କରିଛନ୍ତି ଚାଷୀ ଭାଇମାନଙ୍କ ପାଇଁ ନରେନ୍ଦ୍ର ମୋଦି। ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ 2,000 ଟଙ୍କା। ପ୍ରତିବର୍ଷ ଏହି ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ 6,000 ଟଙ୍କା ଜମା କରାଯାଉଛି। ତେବେ ଏହି ଯୋଜନାର ସାମିଲ ଥିବା ଚାଷୀଙ୍କୁ ଟଙ୍କା ପାଇବାକୁ ହେଲେ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ, ନଚେତ୍ କିସ୍ତି ଟଙ୍କା ଅଟକିଯିବ। ଏହି ଯୋଜନାର 16ତମ କିସ୍ତି ଟଙ୍କା ସରକାର ପଠାଇ ସାରିଛନ୍ତି। ଏବେ ଆଉ 17ତମ କିସ୍ତି ପାଇଁ ଅପେକ୍ଷା। ତେବେ ଖୁବ୍ ଶୀଘ୍ର ଚାଷୀମାନଙ୍କ ଆକାଉଣ୍ଟକୁ ଆସିବ 17ତମ କିସ୍ତିର 2,000 ଟଙ୍କା।